କଳା କାଉ ଅଧା ରାତିରେ ରାନୁ ଚଢ଼େଇର ଘରର କବାଟ ଜୋର ଜୋର ସେ ବାଡ଼େଇବାକୁ ଲାଗିଲା। ମରିଯିବି ହିରୋ, ମରିଯିବି। ଚଢ଼େଇ ଚଢ଼େଇ, ମୁଁ ଥଣ୍ଡାରେ ମରିଯିବି। ଜଲ୍ଦି କବାଟ ଖୋଲ ଚଢ଼େଇ। ଥଣ୍ଡା ପବନ ବହୁତ ଜୋରସେ ବହୁଥାଏ। ଗଛରୁ ପତ୍ର ଝଡ଼ୁଥାଏ। ଆକାଶରୁ ଧଳା ଧଳା ବରଫ ଗୋଲା ପଡ଼ୁଥାଏ। ମାମା ମାମା, ବାହାରେ କିଏ ଅଛି? ତାପରେ ରାନୁ ଚଢ଼େଇ କହିଲା, ଏତେ ରାତିରେ କିଏ ଆସିଥିବ? ଗୁଡ଼ିଆ, ମୁଁ ଯାଉଛି ଦେଖିକି ଆସୁଛି। ଆଉ ଏପଟେ କଳା କାଉ ପୁଣି ଥରେ କବାଟ ବାଡ଼େଇବାକୁ ଲାଗିଲା। ମାମା ଚଢ଼େଇ ଉଠିଲା ଆଉ କବାଟ ଖୋଲିବା ପାଇଁ ଗଲା। କାଉ ଭାଇ, ଏତେ ରାତିରେ କ'ଣ ହେଲା? ଚଢ଼େଇ, ମୋ ପାଖରେ କମ୍ବଳ ଅଛି ନା ରଜଇ? ଘରର ଖିଡ଼ିକି ଆଉ କବାଟ ବି ଭାଙ୍ଗି ଯାଇଛି। ମତେ ଆଜି ତୁମ ଘରେ ରଖିନିଅ, ନହେଲେ ତ କଳା କାଉ ଭାଇ ଏ ଥଣ୍ଡାରେ ମରିଯିବ। କାଉ ଭାଇ, ତମେ ଜଲ୍ଦି ଘର ଭିତରକୁ ଆସ ଭାରି। ରାନୁ ଚଢ଼େଇ ତା ଘର ଭିତରକୁ କଳା କାଉକୁ ନେଇଗଲା। କାଉ ଭାଇ, ସେଇ କଥା ମନେ ପକାଅ, ମୁଁ ଯେତେବେଳେ ତୁମକୁ କହିଥିଲି ଶୀତ ଦିନ ଆସିବ, ତୁମେ ଗରମ କମ୍ବଳ ବନେଇ ଦିଅ, ଘରର କବାଟ ଝରକା ଠିକ୍ କରିନିଅ। ସେତେବେଳେ ତୁମେ ଅଳସୁଆ ହୋଇକି ମସ୍ତି କରୁଥିଲ, ଏବେ ଜାଣିପାରିଲ? ତାପରେ କଳା କାଉ କହିଲା, ରାନୁ ଚଢ଼େଇ, ମୁଁ ବହୁତ ପସ୍ତେଇଲିଣି। ମୁଁ ମୋ କାମ ପାଇଁ ନିଜେ ପସ୍ତଉଛି। ମୁଁ ଯଦି ଗରମ ଦିନରେ ଥଣ୍ଡା ଦିନ କଥା ଭାବିଥାନ୍ତି, ମୁଁ ଆଜି ଏଇଠି ନଥାନ୍ତି। ତାପରେ ରାନୁ ଚଢ଼େଇ କହିଲା, ଠିକ୍ ଅଛି, ଏବେ ତୁମେ ଶୋଇଯାଅ, ମୋ ଝିଅ ଶୋଇପଡ଼ିଛି, ତା ନିଦ ଭାଙ୍ଗିଯିବ। ଆଉ ଯାହା କଥା ଅଛି ଆମେ କାଲି କଥା ହେବା। ରାନୁ ଚଢ଼େଇ କଳା କାଉକୁ ନରମ ନରମ ବସା ଦେଲା, ଆଉ ଗୋଟିଏ କମ୍ବଳ ଦେଲା। ଆଉ କଳା କାଉ କମ୍ବଳ ଘୋଡ଼େଇ ହେଇକି ଆରାମସେ ଶୋଇପଡ଼ିଲା। ସକାଳ ହେଇଗଲା। ରାନୁ ଚଢ଼େଇ ଆଉ ତା ଝିଅ ସବୁଦିନ ସକାଳେ ସେମାନେ ଜଲ୍ଦି ଉଠି ପଡ଼ନ୍ତି। କିନ୍ତୁ କଳା କାଉ ଏବେ ଯାଏ ଶୋଇଥିଲା। ରାନୁ ଚଢ଼େଇ ରୋଷେଇ ଘରକୁ ଯାଇ ଗରମ ଗରମ ଚାହା କରିଲା। ମାମା, ତୁମେ କଳା କାଉ ଅଙ୍କଲକୁ ବି ଉଠେଇ ଦିଅ, ସେ ବି ବ୍ରେକଫାଷ୍ଟ କରିନେବେ। ତାପରେ ରାନୁ ଚଢ଼େଇ କଳା କାଉକୁ ଉଠେଇଲା। କାଉ ଭାଇ, ଉଠ ଉଠ, ସକାଳ ହେଇଗଲାଣି। ଆଚ୍ଛା, ଏତେ ଜଲ୍ଦି? ମୁଁ ତ ଜାଣିପାରିଲି ନାହିଁ କି କେତେବେଳେ ରାତି ପାହିଗଲା। କାଉ ଭାଇ, ତୁମେ ବ୍ରେକଫାଷ୍ଟ କରିନିଅ। ତାପରେ ସେମାନେ ସମସ୍ତେ ଗରମ ଗରମ ଚାହା ସହ ଗୋଟିଏ ଗୋଟିଏ ମକା ଖାଇଲେ। କାଉ ଭାଇ, ଚାଲ ଏବେ ଆମେ ଦୁଇଜଣ ମିଶିକି ତୁମ ଘର ଠିକ୍ କରିଦେବା। ତାପରେ ମୁଁ ତୁମକୁ ଗୋଟିଏ କମ୍ବଳ ଦେବି। ଏତେ ଥଣ୍ଡାରେ ତୁମେ ଚଳିପାରିବ ନାହିଁ। କିନ୍ତୁ କାଉ ଚୁପ୍ ଥିଲା। କାଉ ଚୁପ୍ ରହିକି ଏପଟ ସେପଟକୁ ଦେଖୁଥିଲା। କାଉ ଭାଇ, ମୁଁ ତୁମ ସହିତ କଥା ହଉଛି। ତାପରେ କଳା କାଉ କହିଲା, ରାନୁ ଚଢ଼େଇ, ମୋତେ ବହୁତ ଜୋରସେ ଜ୍ୱର ଆଣୁଛି। ମୋ ମୁଣ୍ଡ ବହୁତ ଜୋରସେ ବିନ୍ଧା ହଉଛି। ମୁଁ ତ ଠିକ୍ ସେ ଉଠି ବି ପାରିବି ନାହିଁ। କାଉ ଅଙ୍କଲ, ମୋତେ ଯେତେବେଳେ ଜ୍ୱର ଆଣେ, ନା ମୁଁ ଚାହା ପିଏ ନା କିଛି ଖାଇପାରେ। ତୁମେ ତ ଏବେ ଦୁଇଟା ଯାକ ଖାଇଲ, ତ ତୁମକୁ କେତେବେଳେ ଜ୍ୱର ଆଣିଲା? ମୋ ଜ୍ୱରରେ ବି ସବୁ କିଛି ଖାଇଦିଏ। ତାପରେ ରାନୁ ଚଢ଼େଇ କହିଲା, ହଉ ଠିକ୍ ଅଛି, ତୁମେ କିଛି ସମୟ ପାଇଁ ମୋ ଘରେ ରେଷ୍ଟ କର। ମୁଁ ଆଉ ମୋ ଝିଅ ଦାନା ଖୋଜିବା ପାଇଁ ଆମେ ଯାଉଛୁ। ତାପରେ ରାନୁ ଚଢ଼େଇ ଆଉ ତା ଝିଅ ଦାନା ଖୋଜିବା ପାଇଁ ଚାଲିଗଲେ। ଆଉ ଏପଟେ କଳା କାଉ 2-4 ଥର ଡେଇଁ ପଡ଼ିଲା। ତାପରେ ସେ ଜଲ୍ଦି ରୋଷେଇ ଘରକୁ ଚାଲିଗଲା। କଳା କାଉ ରାନୁ ଚଢ଼େଇର ରୋଷେଇ ଘରୁ ଦାନା ଡବାର ଦାନା ଆଣିକି ଖାଇବାକୁ ଲାଗିଲା। ଚଢ଼େଇ, ମୋ ମନ କହୁଛି ମୁଁ ତ ଘରେ ସବୁଦିନେ ରୁହନ୍ତି କି, ରାତିରେ ମିଠା ନିଦ ଶୁଅନ୍ତି, ଆଉ ତୁ ଜମା କରିକି ରଖିଥିବା ଖାଦ୍ୟକୁ ମୁଁ ଖାଇଥାନ୍ତି, ଆଉ ତାପରେ ମୁଁ ଶୋଇପଡ଼ନ୍ତି। କଳା କାଉ ଦାନା ଖାଇକି ପୁଣି ଥରେ ଶୋଇପଡ଼ିଲା। ତାପରେ ଏପଟେ ରାନୁ ଚଢ଼େଇ ଥଣ୍ଡା ଦିନରେ ଦାନା ଖୋଜୁଥାଏ। ମାମା, ଚାଲ ଜଲ୍ଦି ଯିବା, ପୁଣି କଳା କାଉ ଅଙ୍କଲର ଘର ତିଆରି କରିବା। ରାତି ସାରା ମୁଁ ଜମା ବି ଶୋଇପାରିନି। କଳା କାଉ ଅଙ୍କଲ ଖାଲି ଘୁଙ୍ଗୁଡ଼ି ମାରିଲେ। ହଁ ଗୁଡ଼ିଆ, ମୁଁ ଏଇ କଥା ହିଁ ଭାବୁଥିଲି। ମୁଁ ଠିକ୍ ଜାଣିଛି, ସେ ସକାଳେ ଜ୍ୱରର ନାଟକ କରୁଥିଲା, ତାକୁ କିଛି ଜ୍ୱର ହେଇନାହିଁ। ତାପରେ ମାମା ଚଢ଼େଇ ଆଉ ଗୁଡ଼ିଆ ଦାନା ଖୋଜିକି ତା ଘରକୁ ଫେରିଗଲେ। କଳା କାଉ, କାଉ ଭାଇ ଉଠ। କାଉ ଉଠିକି ବସି ପଡ଼ିଲା। କାଉ ଭାଇ, ଏବେ କେମିତି ଲାଗୁଛି ତୁମ ଦେହ? ତାପରେ କଳା କାଉ କହିଲା, ଏବେ ଟିକେ ଭଲ ଲାଗୁଛି। ତ ଏବେ ଚାଲ ତୁମ ଘର ତିଆରି କରିବା। କାଟୁଛି କାଟୁଛି, ମୋ ପେଟ ବହୁତ ଜୋରସେ କାଟୁଛି। ଚଢ଼େଇ ଚଢ଼େଇ, ଆଜି ରାତିଟା ବି ତୁ ତୋ ଘରେ ମୋତେ ଆଜି ରହିବାକୁ ଦେ, ପ୍ଲିଜ୍ ଚଢ଼େଇ, ଆଜି ରାତିଟା। ତାପରେ ରାନୁ ଚଢ଼େଇ ରାଜି ହେଇଗଲା। ତାପରେ ସେହିଦିନ ପୁଣି ଥରେ କଳା କାଉ ରାନୁ ଚଢ଼େଇ ଘରେ ଆରାମସେ ମିଠା ନିଦରେ ଶୋଇପଡ଼ିଲା। ତା ପରଦିନ ସକାଳେ ରାନୁ ଚଢ଼େଇ କଳା କାଉକୁ କହିଲା, ଏବେ ଚାଲ କଳା କାଉ ଭାଇ ତୁମ ଘର ସଜାଡ଼ି ନେବା। କିନ୍ତୁ ଚଢ଼େଇ, ମୋ ପଂଖରେ ତ ବହୁତ ଜୋରସେ ଦରଜ ହେଉଛି। କିଛି କଥା ନାହିଁ, ତୁମେ ମୋ ସହିତ ଆସ, ମୁଁ ସବୁ କାମ କରିଦେବି। ତୁମେ ଖାଲି ମୋ ପାଖରେ ଥିବ।
କଳା କାଉ କ'ଣ କରିପାରିବ, ବାଧ୍ୟରେ ରାନୁ ଚଢ଼େଇ ସହ ତା ଘରକୁ ଆସିଲା। ତାପରେ ରାନୁ ଚଢ଼େଇ କାଠ ଆଣିଲା, ଆଉ କାଠ ଆଣିକି କଳା କାଉର ଝରକାକୁ ଠିକ୍ କରିଲା। ତାପରେ କଳା କାଉ କହିଲା, କବାଟଟା ବି ଠିକ୍ କରିଦିଅ ଚଢ଼େଇ। କାଉ ଭାଇ, ମୋତେ କିଛି ତ ସାହାଯ୍ୟ କର। ଏତେ ସାରା କାମ ମୁଁ କ'ଣ ଏକା କରିପାରିବି କି? ମୋ ପଙ୍ଖ ଦରଜ କରୁଛି ଚଢ଼େଇ। ଯେତେବେଳେ ମୁଁ ପଙ୍ଖ ଉଠାଉଛି ତମ ପଙ୍ଖକୁ ବହୁତ ଜୋରସେ ଦରଜ ହେଉଛି। ଆଉ ତାପରେ ରାନୁ ଚଢ଼େଇକୁ ସବୁ କାମ ଏକା କରିବାକୁ ପଡ଼ିଲା। ରାନୁ ଚଢ଼େଇ କଳା କାଉର କବାଟଟା ବି ଠିକ୍ କରିଦେଲା। କଳା କାଉ ଆଉ ରାନୁ ଚଢ଼େଇ ଘର ଭିତରକୁ ଗଲେ। କମ୍ବଳ, ମୋ ପାଖରେ କମ୍ବଳ ବି ନାହିଁ। କାଉ ଭାଇ, ମୋ ପାଖରେ ଗୋଟିଏ ପୁରୁଣା କମ୍ବଳ ଅଛି, ମୁଁ ସେ କମ୍ବଳଟି ତୁମ ପାଇଁ ଆଣିଦେଉଛି। ତାପରେ ରାନୁ ଚଢ଼େଇ ତା ଘରକୁ ଯାଇ ସେଇ କମ୍ବଳଟି ଆଣିକି କଳା କାଉକୁ ଦେଲା। ଏବେ ତ ତୁମ ପାଖରେ ଗରମ କମ୍ବଳ ଅଛି, ଆଉ ଘର ବି ହେଇଗଲା। ଏବେ ମୁଁ ମୋ ଘରକୁ ଯାଉଛି। ଦାନା, ମୋ ପାଖରେ ଦାନା ନାହିଁ। ତାପରେ ରାନୁ ଚଢ଼େଇ କହିଲା, ଦାନା ତୁମକୁ ନିଜେ ଯାଇକି ଆଣିବାକୁ ପଡ଼ିବ। ତୁମର ଦାନା ନଥିଲେ ଏବେ ମୁଁ କ'ଣ କରିବି? ମୋର ସିଆଡ଼େ ବହୁତ କାମ ଅଛି, ମୁଁ ଯାଉଛି। ତାପରେ ରାନୁ ଚଢ଼େଇ ସେଇଠାରୁ ଚାଲିଗଲା। କଳା କାଉ ଏତେ ଅଳସୁଆ ଥିଲା ଯେ ଦାନା ଖୋଜିବା ପାଇଁ ନ ଯାଇକି ଆରାମସେ ଶୋଇପଡ଼ିଲା। ଯେତେବେଳେ ସନ୍ଧ୍ୟା ହେଇଗଲା, କଳା କାଉକୁ ଭୋକ ଲାଗିଲା। କଳା କାଉ ତା ଘରୁ ବାହାରି ପଡ଼ିଲା। ତାପରେ ପୁଣି ଥରେ ଯାଇକି ରାନୁ ଚଢ଼େଇ କବାଟ ବାଡ଼େଇବାକୁ ଲାଗିଲା। ଚଢ଼େଇ, ମୋତେ ବହୁତ ଜୋରସେ ଭୋକ ଲାଗୁଛି, ମୋତେ କିଛି ଦାନା ଦେଇଦେ। ରାନୁ ଚଢ଼େଇ କବାଟ ଖୋଲିଲା, ଆଉ କଳା କାଉକୁ କହିଲା, କାଉ ଭାଇ, ଯେ ପର୍ଯ୍ୟନ୍ତ ମୁଁ ତୁମକୁ ଦାନା ଦେଉଥିବି ତମ ଅଳସପଣ କେବେ ବି ଯିବ ନାହିଁ। ଏବେ ତୁମକୁ ନିଜେ ଦାନା ଆଣିବା ପାଇଁ ଜଙ୍ଗଲକୁ ଯିବାକୁ ପଡ଼ିବ। ଆଉ ହଁ, ତୁମେ ଆଉଥରେ ମୋ ଘରର କବାଟ ବାଡ଼େଇବ ନାହିଁ। ତାପରେ ରାନୁ ଚଢ଼େଇ କବାଟ ବନ୍ଦ କରିକି ଘର ଭିତରକୁ ଚାଲିଗଲା। ତାପରେ କାଉ ତା ଘରକୁ ଚାଲିଗଲା। ଆଜି ରାତିରେ କଳା କାଉ ପାଖରେ ଘର ବି ଥିଲା, ଆଉ ଗରମ କମ୍ବଳ ବି ଥିଲା, ଆଉ ତାକୁ ଥଣ୍ଡା ବି ଲାଗୁନଥିଲା। କିନ୍ତୁ ତାକୁ ବହୁତ ଜୋରସେ ଭୋକ ଲାଗୁଥିଲା। ଭୋକ ପାଇଁ କଳା କାଉକୁ ରାତି ସାରା ନିଦ ଆସିଲା ନାହିଁ। ତାପର ଦିନ ସକାଳୁ ସକାଳୁ ରାନୁ ଚଢ଼େଇ କଳା କାଉ ଘରକୁ ଆସିଲା। କାଉ ଭାଇ, ମୁଁ ଦାନା ଆଣିବା ପାଇଁ ଯାଉଛି, ତମେ ଯଦି ଯିବ ମୋ ସହିତ ଆସ। କଳା କାଉ ତ ଭୋକରେ ମରି ଯାଉଥିଲା। କଳା କାଉ ଜଲ୍ଦି ଜଲ୍ଦି କବାଟ ଖୋଲିକି ବାହାରକୁ ଆସିଲା ଭାରି। ଜଲ୍ଦି ଚାଲ ରାନୁ ଚଢ଼େଇ, ମୋତେ ବହୁତ ଜୋରସେ ଭୋକ ଲାଗୁଛି। ତାପରେ ଚଢ଼େଇ କଳା କାଉକୁ ନେଇକି ଖାଦ୍ୟ ଖୋଜିବା ପାଇଁ ଗଲା। ଆଉ କଳା କାଉ ଖାଦ୍ୟ ଖୋଜିକି ଦାନା ଖାଇବାକୁ ଲାଗିଲା। କାଉ ଭାଇ, ଏବେ କେମିତି ଲାଗୁଛି? ନିଜେ ନିଜ ଦାନା ଖୋଜିକି ଖାଇବାର ମଜା ଆସିଲା ନା? ହଁ ଚଢ଼େଇ ରାଣୀ, ମୁଁ ଏବେ ତୁମ ସହିତ ସବୁଦିନ ଦାନା ଖୋଜିବା ପାଇଁ ଆସିବି। ତ ସାଙ୍ଗମାନେ, ଏମିତି ହିଁ କଳା କାଉର ଆଳସ୍ୟପଣ ଦୂର ହେଇଗଲା। ତ ସାଙ୍ଗମାନେ, ଗପଟି କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣାଇବେ। ଆଜି ପାଇଁ ଏତିକି, ପୁଣି ଆସିବେ କିଛି ନୂଆ ଭିଡ଼ିଓ ନେଇ। ଧନ୍ୟବାଦ, ନମସ୍କାର, ଜୟ ଜଗନ୍ନାଥ।